कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव कृष्ण गोविंद हरे मुरारे हे नाथ বৈকুণ্ঠ লেখিলে ଅନ୍ଧକାର କାରାଗାର ଏ ସଂସାରେ ଅନ୍ଧ ପରି ଏତେ ଦୌଡ଼ି ମରଣା ଅନ୍ତରେ ନିରେଖ ଖଟାଇ ବିବେକ ନିଜକୁ ପରଖ ପରକୁ ବାରଣା। କେତେ ସୁନ୍ଦର କଥା, ସୁନ୍ଦର ସାହିତ୍ୟ, ସୁନ୍ଦର ଭାବରେ ମୋର ଆଧ୍ୟାତ୍ମିକ ପିତା ଜଳୌକା ସାଧକ ବୈକୁଣ୍ଠନାଥ ଲେଖିଛନ୍ତି। ଅନ୍ଧକାର କାରାଗାର ଇଏ ସଂସାରେ। ଇଏ ଅନ୍ଧକାର କାରାଗାର କ'ଣ? ମହାନ୍ଧକାର। ଏ ଯେଉଁ ଅନ୍ଧକାର ବୋଲି କହିଛନ୍ତି, ସେ ଅନ୍ଧ ହେଉଛି, ସେ ଅନ୍ଧକାର ହେଉଛି ମୋହ, ଅଯଥା ମୋହର ଅନ୍ଧକାର। ଏଠି ଆମେ ଅନ୍ଧ ପରି ସମସ୍ତଙ୍କୁ କହୁଛୁ ମୋର, କିନ୍ତୁ କେହି ଜଣେ ବି ତୁମର ନୁହେଁ। ଅନ୍ତରେ ନିରଖ, ନିଜ ଭିତରେ ଦେଖ, ନିଜ ବିବେକକୁ ପଚାର ଏବଂ ନିଜକୁ ନିଜେ ଆତ୍ମସମୀକ୍ଷା କର। କିଏ କ'ଣ ତାକୁ ନବାରି, କାହାର ଦୋଷ କେତେ ଗୁଣ କେତେ। ଗୁଣକୁ ତ ଆମେ ଖୋଜୁନୁ, ଅନ୍ୟର ଦୋଷକୁ ବର୍ଜନ କରି, ଅନ୍ୟକୁ ଦୋଷ ନ ଦେଇ ନିଜର କେତେ ଦୋଷ ତାକୁ ତୁମେ ପରୀକ୍ଷା କର ଏବଂ ସେ ଦୋଷକୁ ବର୍ଜନ କର। ତାମାନେ ଏଠି ବୈକୁଣ୍ଠ କହିଲେ ଗୁଣର ଗୁଣ ଦର୍ଶନ କର, ଦୋଷ ବର୍ଜନ କର। ହେ ମଣିଷ, ସମସ୍ତଙ୍କ ଭିତରେ ଥିବା ଗୁଣକୁ ଗ୍ରହଣ କର, ଦୋଷକୁ ବର୍ଜନ କର। ଖାଲି ମଣିଷ ଭିତରେ ନୁହଁ, ପଶୁପକ୍ଷୀ ମାନଙ୍କ ଭିତରେ ବହୁତ ଗୁଣ ଅଛି। ବୃକ୍ଷ, ତରୁ, ତୃଣ, ଲତା, ତା ଭିତରେ ବି ଗୁଣ ଅଛି। ଭାବିଲେ ଗୁଣକୁ ପାଇବ, ନ ଭାବିଲେ କିଛି ନାହିଁ। ତେଣୁ ନିଜକୁ ପରଖ ପରକୁ ବାରଣା। ଇଏ ବୈକୁଣ୍ଠ କହିଲେ। ମଧୁ କହିଲେ ମୋଦରେ ଅତି ସାଦରେ, ହୃଦୟରେ ମନ ମନ୍ଦିରେ, ଶ୍ରଦ୍ଧାରେ କୋଳରେ, ଶୁଦ୍ଧ ପ୍ରେମ ଭରେ, ଧରି ଡାକରେ
ମୋ ପୁଅ ଗୋବିନ୍ଦ। ତେଣୁ ଗୋବିନ୍ଦ ଆମର ପିତା, ଆମର ମାତା। ଗୀତାରେ ସେ ସମ୍ପୂର୍ଣ୍ଣ ଭାବରେ କହିଲେ ପିତେବ ପୁତ୍ରସ୍ୟ ସଖେବ ସଖ୍ୟ ପ୍ରିୟ ପ୍ରିୟାୟ। ତେଣୁ ସଜ୍ଜନ ମନ ମନ୍ଦିରରେ, ହୃଦୟ ମନ୍ଦିରରେ, ଶ୍ରଦ୍ଧାରେ ତମେ ଗୋବିନ୍ଦଙ୍କୁ ଶୁଦ୍ଧ ପ୍ରେମରେ ଡାକ। ପବିତ୍ର ମନରେ ଗୋବିନ୍ଦଙ୍କୁ ଡାକ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ତୁମେ ପବିତ୍ର ମନରେ ଗୋବିନ୍ଦଙ୍କର ଶରଣ ଦାଅ। ଗୋବିନ୍ଦ ତମ ପୁଅ, ଗୋବିନ୍ଦ ତମ ପିତା, ଗୋବିନ୍ଦ ତମ ମାତା। ତେଣୁ ଏଇ କଥା ମଧୁ କହିଲେ। ଅଭିନ୍ନ ସୁନ୍ଦର କହିଲେ ଧର୍ମ ଜ୍ଞାନ ଶୂନ୍ୟ ହେବାରୁ ନରହେ ନିତ୍ୟ ଜ୍ଞାନ, ଭୁଲି ଯାଇଛନ୍ତି ବେଦର ବିହିତ କର୍ମ ମାର। ମଣିଷ ଯେତେବେଳେ ଧର୍ମ ଜ୍ଞାନକୁ ଭୁଲିଯାଏ, ମଣିଷ ଯେତେବେଳେ ପ୍ରକୃତ ଆଧ୍ୟାତ୍ମିକ ଜ୍ଞାନକୁ ଭୁଲିଯାଏ, ସେତେବେଳେ ସେ କ'ଣ ଭୁଲ କରେ? ସେ ବେଦ ବିହିତ ବା ଶାସ୍ତ୍ର ବିହିତ କର୍ମ ସେ କରେ ନା। ସେ ମନମୁଖୀ ତାର ଯାହା କାର୍ଯ୍ୟ କରିବା କଥା କରେ। ଭାଗବତରେ ଗୋଟେ ପଦ ଅଛି, ବେଦ ଯା ନ କହଇ ମୁଖେ, ପ୍ରାଣୀ ତା କରେ ଆତ୍ମସୁଖେ। ତେଣୁ ହେ ମଣିଷ, ସବୁବେଳେ ଯାହା କରୁଛ ଭାବି ଚିନ୍ତିକିରି କର। ଶାସ୍ତ୍ର ବିରୋଧ କାର୍ଯ୍ୟ କର ନା, ବେଦ ବିରୋଧ କାର୍ଯ୍ୟ କର ନା। ସବୁବେଳେ ଜୀବନକୁ ଗୋଟେ ନିର୍ଦ୍ଦିଷ୍ଟ ନିୟମ ଭିତରେ ତାକୁ ପରିଚାଳନା କର। ବର୍ତ୍ତମାନ ଆମେ ବାୟାଙ୍କର ବାଣୀଟିକୁ କହିବା। ଜଣେ ପ୍ରଶ୍ନ ପଚାରିଲେ, ସେ ପ୍ରଶ୍ନଟି ହେଉଛି ଆଶ୍ରୟ କରିଆ ଭଜେ କୃଷ୍ଣ ତାରେ ନାହିଁ ତେଜେ। ଅର୍ଥାତ୍ ଯିଏ କୃଷ୍ଣଙ୍କୁ ଆଶ୍ରୟ କରେ, କୃଷ୍ଣ ତାକୁ ତ୍ୟାଗ କରନ୍ତି ନାହିଁ। ବାବା କ'ଣ ଉତ୍ତର ଦେଲେ? ସଭ୍ୟତାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି। ଏ ପାଖରେ ପିଲାମାନେ ପାଠ ପଢ଼ୁଛନ୍ତି, ଶିକ୍ଷିତା ହେଉଛନ୍ତି। 50 ବର୍ଷ ତଳେ ଯେତିକି ପାଠୁଆ ଥିଲେ, ଆଜି ଆହୁରି ପାଠୁଆ ବଢ଼ି ଯାଇଛନ୍ତି। ସଭ୍ୟତା ବଢ଼ି ବଢ଼ି ଚାଲିଛି, କିନ୍ତୁ ତା ସହିତ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି। ଆପଣମାନେ ନିଜେ ଦେଖନ୍ତୁ, ଯେଉଁମାନେ ପାଠ ପଢ଼ିଛନ୍ତି, ତମେ କ'ଣ ପଢ଼ିଛ? ନା ମୁଁ BA ପଢ଼ିଛି, +3 ପଢ଼ିଛି। ସେଇମାନେ ଆଜି ମଦ୍ୟ ମାଦକତାରେ ଭୋଳ ହେଇଛନ୍ତି। ଇଞ୍ଜିନିୟର ହେଇଛନ୍ତି, କିନ୍ତୁ ମଦ୍ୟ ମାଦକ ଖାଉଛନ୍ତି। ଡକ୍ଟର ହେଇଛନ୍ତି, ସେମାନେ ମଧ୍ୟ ଗୁଟୁକା ଖାଉଛନ୍ତି।
ରୋଗୀ को जहाँ बतौଛନ୍ତି ସେ ମଧ୍ୟ ଭୁଲ କରୁଛନ୍ତି। ତେଣୁ ବାବା ସେଇ କଥା କହିଲେ ସଭ୍ୟତାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି। ତାର କାରଣ କ'ଣ? ବାବା କହିଲେ ଧର୍ମର ଭୟ ନାହିଁ। ଦୁନିଆରେ ଗୋଟେ ଧର୍ମ ବୋଲି କ'ଣ ବସ୍ତୁ ବା ଶକ୍ତି ରହିଛି, ସେ ଭୟ ଆଜି ମଣିଷ ମନରୁ ଚାଲିଯାଇଛି। ଭୟ ଥିଲେ ଆଶ୍ରୟର ଖୋଜା ହୁଏ। ଗୋଟେ ସାଧାରଣ କଥାରେ ଲୋକେ କୁହନ୍ତି ଭୟରୁ ଭକ୍ତି। ଆମର ତ ଭୟ ନାହିଁ, ଭକ୍ତିଟା ଆସିବ କେମିତି? ସମସ୍ତେ ସ୍ୱତନ୍ତ୍ର ରହିବାକୁ ଚାହାନ୍ତି। ଆଜି ଦେଖନ୍ତୁ ବାବା ଯାହା କହିଛନ୍ତି ସତ କି ମିଛ। ଆଜି ବାପ ମା ଅଛନ୍ତି, ସେ ଅଛନ୍ତି ଗାଁରେ, ଆମେ ପୁଅ ବୋହୂ ନାତି ନାତୁଣୀ ଇଏ ଅଛନ୍ତି ବାହାରେ। ଇଏ ପୁଅ ଭୁବନେଶ୍ୱରରେ ଅଛି, ସିଏ ପୁଅ ଦିଲ୍ଲୀରେ ଅଛି, ଆଉ ଯଦି ଝିଅ ଜୁଆଇଁ ସେ ତାଙ୍କର ଅଲଗା ଜାଗାରେ ଅଛନ୍ତି। ନାତି ଯଦି ବାହା ହେଇଗଲା, ନାତି ତା ବାପା ମା ଠାରୁ ଅଲଗା ହେଇ ସିଏ ଅଲଗା ଜାଗାରେ ରହିଲା। ଆମେ ମିଳିମିଶି ଚଳିବାର ଯୋଉ ଆନନ୍ଦ ଆଜି ନାହିଁ। ଆମେ ସମସ୍ତେ ଅଲଗା ରହିବାକୁ ଚାହୁଁଛୁ। ବାପା ବୋଉଙ୍କୁ ଯଦି କୁହାଯାଉଛି ତମେ ଆଉ ସେଠି ରୁହ ନା, ଗାଁରେ ରୁହ ନା, ଆମ ପାଖକୁ ପଳେଇ ଆସ, ପୁଅମାନେ ଡାକୁଛନ୍ତି। ଅନେକ ପୁଅ ବୋହୂ ଡାକନ୍ତି। ବାପା ବୋଉ କହୁଛନ୍ତି ଆମେ ଗାଁ ଛାଡ଼ିକି ଯିବୁନି। ଏଇ ଯୋଉ ସ୍ୱତନ୍ତ୍ରତା ରହିବା ପାଇଁ, ସ୍ୱାଧୀନ ଭାବରେ ରହିବା ପାଇଁ ଏଇ ଯୋଉ ମଣିଷର ଆଜି ମନୋବୃତ୍ତି ବୃଦ୍ଧି ହେଇଛି, ତା ଦ୍ୱାରା ପରସ୍ପର ଭିତରେ ପ୍ରେମ ସୁହୃଦୟତା କମି ଯାଉଛି। ଯେଉଁ ବାବା କହିଲେ ଯେଉଁ ସଂସାରୀ ଭକ୍ତମାନେ ଏଠାକୁ ଆସୁଛନ୍ତି ସେମାନେ କିଛି ସମୟ ଆନନ୍ଦରେ କଟାଇ ଦେବାକୁ ଆସୁଛନ୍ତି। କିଛି ଲୋକ ଆଶ୍ରମକୁ ଆସିଲେ, ଗୁରୁକ୍ଷେତ୍ରକୁ ଆସିଲେ, ସେ ଗୁରୁକ୍ଷେତ୍ରରେ ହରିକୀର୍ତ୍ତନ କରନ୍ତୁ ବା ଗୁରୁଙ୍କର ଦର୍ଶନ କରନ୍ତୁ ବା ଗୁରୁଙ୍କ ବାଣୀ ଶୁଣନ୍ତୁ, ଆନନ୍ଦରେ କଟେଇ ରହୁଛନ୍ତି। ପ୍ରସାଦ ବି ପାଉଛନ୍ତି, ସବୁ କରୁଛନ୍ତି। କିନ୍ତୁ ଘରକୁ ଯିବା ପାଇଁ ଇଚ୍ଛା କରନ୍ତି ନାହିଁ। ମୁଁ ଆହୁରି 4 ଦିନ ରହିବା, 8 ଦିନ ରହିବା, ଇଏ ସବୁ ଆଶ୍ରମର କଥା। ଯଦି 10-15 ଦିନ ରହିଗଲେ ଖୁବ୍ ବେଶୀରେ, ତାପରେ ମନ ହେଲା କେମିତି ଟିକେ ଗୁରୁଙ୍କୁ କହିକିରି ମୁଁ ଟିକେ ଘରେ ଟିକେ ବୁଲି ଆସେ। ଆମର ଗୋଟିଏ ଶିଷ୍ୟ ରିଟାୟାର୍ଡ ଲୋକ ପ୍ରମୋଦ ଖୁଣ୍ଟିଆ, ସିଏ ଆଶ୍ରମରେ ଆସିକି ରହୁଛନ୍ତି, ଆଶ୍ରମର ସବୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। କିନ୍ତୁ 8 ଦିନ ଯାଉଛି, 4 ଦିନ ଯାଉଛି, ସେ କ'ଣ ନା ମୋ ନାତୁଣୀ ଦେହ ଖରାପ, ମୋ ଝିଅ ଦେହ ଖରାପ, ଗୋଟେ ଆଳ ଦେଖାଇକିରି ସେ ଘରକୁ ଚାଲି ଯାଉଛି। ଆଉ ଇରେ କୋଉଦିନ ଆସିବୁ ଫୋନ କଲେ ନା ମୁଁ ଯିବି, ମାନେ ଏଇ 2 ଦିନ ପରେ ଯିବି, ସେ ଇଲେକ୍ଟ୍ରିକ୍ କାମଟା ସାରି ଦେଇକିରି ଯିବି, ସେ ପାଣି ପାଇପ୍ କାମଟା ସାରି ଦେଇକିରି ଯିବି। ଏଇଆ ହିଁ ଚାଲିଛି। ଇଏ ଗୋଟିଏ ଉଦାହରଣ ନୁହେଁ, ଏଇଭଳି ଅନେକ ଉଦାହରଣ ଅଛି। ତେଣୁ
ये सबू केवल निजर स्वतंत्रता पाई होउछि। एणु आमर हृदय प्रकृत भक्तिर उद्रेक हेउनाई। प्रकृत भक्ति जोटा सी किंतु आम भीतर सृष्टि होनी। आम कौन कर ये पाखे संसार परिवार देखू कि से पाखे आश्रम देखू कि से पाखे मंदिर को जीवु आम दोहला तरी भली आम जीवन होउछि। तेणु आमर भजन केवल आम मनर सुख पाई आमर दिल खुशी पे कृष्ण भक्तिर लेश मात्र गंध एतिरे नाही। एभली अवस्था कृष्ण कहीं आम कथा शुणिबे। तेणु सज्जन ये तो बाबा कहले तेबे सज्जन ये सेवक कहूची जोठी रुह परिवार रुह कि आश्रम रुह गोटे निर्दिष्ट आदर्श भितर रहिया को चेष्टा कर। तुम जीवन शैली स्वतंत्र हवा दरकार किंतु स्वाधीनता नुहे स्वतंत्र आदर्श स्वतंत्र हम अनादर्श नुह। मन करा जाऊ मु भुवनेश्वर चाकरी करिछि मु मो परिवार कथा बुझिबी मो बाप माँ जदि गाँव रे अछंती ताको कथा भी बुझिबी मोर गुरु आश्रम अच्छी मु गुरु को दर्शन करी गुरु को आश्रम को जीवी सेठी मध्य किछि काम करी। तेणु जीवनटी केते दिनर पथिक निजे भावतु। आमे 60 वर्ष 70 वर्ष 80 वर्ष 90 वर्ष बंचिबा किंतु 500 वर्ष तो बंचिबा। तेणु यही जो 90 वर्ष कि लोक अछंती एबे भी जड़े माँ अछंती बलियार शिष्य भाव शिष्यर माँ तांको 107 वर्ष है किंतु जे बुढ़ी माटी चलुछि। तेणु सज्जन ये केते जन 107 वर्ष बंचिबा लोक केते जन। तेबे आम जीवन जेतेबेले गुणा हेउछि दिनु दिन आयुष हाउ एणिकी अछि केते बयस गुणा हेउछि दिनु दिन आयु एणिकी अछि केते उद्धार हे बुझेबे भवसार उपाय करी एबे उपाय एबे श्री गुरु उपाय गोटे जीवन को पवित्र करिबा पाई गुरुंक आदर्श रे शास्त्रीय आदर्श रे गोटे जीवन को पवित्र कर गोटे जीवन को स्वतंत्र कर सुंदर कर गोटे जीवन जमती सुस्थ रहिबो शांति रे बंचिबो ये हला जीवनर कथा। द्वितीय गोटे परिवार भितरे खाली निजर स्त्री पुओ झियो यही मानकु निजर बोली भावना बापा माँ
ସ୍ତ୍ରୀ ପୁଅ ଝିଅ ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ତୁମେ ଗୋଟିଏ ସୁନ୍ଦର ପରିବେଶ ସୃଷ୍ଟି କର, ସୁନ୍ଦର ପରିବାର ସୃଷ୍ଟି କର। ତେଣୁ ଭକ୍ତ କବିମାନେ ଲେଖିଛନ୍ତି, ତୁମରି ଆଶିଷେ ସୁନ୍ଦର ଏ ଧରା, ପ୍ରିୟ ପରିଜନ ବନ୍ଧୁରେ ଭରା। ତୁମରି ଆଶିଷେ ସୁନ୍ଦର ଏ ଧରା, ପ୍ରିୟ ପରିଜନ ବନ୍ଧୁରେ ଭରା। ତେଣୁ ସମସ୍ତଙ୍କୁ ନିଜର କରିବା ପାଇଁ ଚେଷ୍ଟା କର। ସମସ୍ତଙ୍କୁ ତ ଆମେ ସବୁ କଥା ତାଙ୍କର ବୁଝିପାରିବାନି। କ'ଣ ଥରେ ଫୋନ୍ କରିଦେଲେ କ'ଣ ଅସୁବିଧା ଅଛି? ଆରେ ବାବୁ କେମିତି ଅଛୁ, ସେତିକିରେ ବି ସେ ଖୁସି ହେଇଯିବ। ସେଇଥିପାଇଁ ଆମର ବାହାଘର ବ୍ରତଘର ଏକୋଇଶିଆ କିମ୍ବା ଶୁଦ୍ଧ ଶ୍ରାଦ୍ଧରେ ଆତ୍ମୀୟ ସ୍ୱଜନମାନଙ୍କୁ ନିମନ୍ତ୍ରଣ କରାଯାଏ, ବନ୍ଧୁ ବ୍ୟବହାର ଦିଆଯାଏ, ବନ୍ଧୁମାନଙ୍କୁ ଡକରାଯାଏ, ତାଙ୍କୁ ସମ୍ମାନ ଦିଆଯାଏ। ଏ ସଂସ୍କୃତି ଆଉ ପୃଥିବୀରେ କେଉଁଠି ନାହିଁ। ହିନ୍ଦୁମାନଙ୍କ ଭିତରେ, ହିନ୍ଦୁ ସଂସ୍କୃତିରେ ସମସ୍ତଙ୍କୁ ନିଜର କରିବା, ଧରି ରଖିବାର ମାନେ କାର୍ଯ୍ୟ ଆମ ସଂସ୍କୃତି କହେ ସମସ୍ତଙ୍କୁ ନିଜର କର। ଜୀବନକୁ ଗଢ଼, ଏକ ପରିବାରକୁ ଗଢ଼, ଦୁଇ ତିନିରେ ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କର। ସୁନ୍ଦର ପରିବେଶ, ପଡ଼ୋଶୀ ମାନଙ୍କ ସହିତ ସୁସମ୍ପର୍କ ରଖ। ଫୁଲ ଗଛଟିଏ ହଉ, ଗଛଟିଏ ଲଗାଅ। ସେ ଫୁଲ କୁଣ୍ଡଟିଏ ହେଲେ ବି, ଗୋଟେ ତୁଳସୀ ଗଛଟିଏ ହେଲେ ବି ଗଛଟିଏ ସୃଷ୍ଟି କର। ଯାହାର ଯେତିକି ଜାଗା ଅଛି ତା ଭିତରେ ସେତିକି ଗଛ ସୃଷ୍ଟି କର ଏବଂ ତା ସହିତ ପରୋପକାର, ପରର ହିତ ପାଇଁ କାର୍ଯ୍ୟ କର। ଯେଉଁମାନେ ପରର ହିତ ପାଇଁ କାର୍ଯ୍ୟ କରନ୍ତି, କିଛି ନା କିଛି କରନ୍ତି। କାହା ପାଖରେ 1,00,000 ଟଙ୍କା ଅଛି, ସେ 1,00,000 ଟଙ୍କା ଦେଉଛି। ଆମ ପାଖରେ 10 ଟଙ୍କା ଅଛି, ଆମେ 10 ଟଙ୍କା ଦେବା। କିନ୍ତୁ ଗୋଟିଏ ଦୁସ୍ଥ ଦରିଦ୍ର ମଣିଷର ସେବା ଯଦି ଆମେ କରିପାରିଲେ, ସେଇ ହବ ଆମ ଜୀବନରେ ପ୍ରକୃତ ଭଗବାନଙ୍କର ପୂଜା। କଥାଟି ଏଠି ରଖିବା। ନମସ୍ତେ।